ରାଧେ ରାଧେ। ତ ସାଙ୍ଗମାନେ ସକାଳୁ ସକାଳୁ ମନ୍ଦିର ଉପରେ ଦେଖିଲି ବୋଉ ଷଣ୍ଢକୁ କଦଳୀ ଦେବାରେ ଲାଗିଯାଇଛି। ଷଣ୍ଢଟି ବୋଉ ଦେବା କଦଳୀ ଖାଇଦେଇ ଚାଲିଯିବା ପରେ ମୁଁ ଚାଲି ଆସିଥିଲି ଘର ଭିତରକୁ। ଘର ଭିତରକୁ ଆସି ଦେଖିଲି ବୋଉ କିଛି ପାଚଲ ଅମୃତଭଣ୍ଡା କାଟିବାରେ ଲାଗିଯାଇଛି। ତେଣୁ ସେଥିରୁ ଗୋଟିଏ ଧରି ଦେଇ ମୁଁ ଚାଲି ଯାଇଥିଲି ବାଡ଼ି ପଟକୁ ଖାଇବା ପାଇଁ। ଅମୃତଭଣ୍ଡା ଖାଇସାରିବା ପରେ ମୁଁ ଚାଲି ଆସିଥିଲି ଦାଣ୍ଡକୁ ଆସି ଦେଖିଲି ପିଲାମାନେ ସାଇକେଲ ଚଲାଇବାରେ ଲାଗିଛନ୍ତି। ତେଣୁ ତାଙ୍କ ଭିତରେ ଗୋଟିଏ ରେସ୍ ରଖିଦେଇଥିଲି। ପିଲାମାନେ ମଧ୍ୟ ରେସିଂ ଷ୍ଟାର୍ଟ କରିଦେଇଥିଲେ ଏବଂ ଏଥିରେ ଶମ୍ଭୁ ଜିତି ଯାଇଥିଲା। ଯେହେତୁ ରେସିଂରେ ଶମ୍ଭୁ ଜିତି ଯାଇଥିଲା ତେଣୁ ତା ପାଇଁ କିଛି ପୁରସ୍କାର ଆଣି ତାକୁ ଦେଇଥିଲେ। ତାକୁ ପୁରସ୍କାର ଦେଇଦେବା ପରେ ମୁଁ ଚାଲି ଯାଇଥିଲି ଜଳଖିଆ ଖାଇବା ପାଇଁ। ଦେଖିଲି ଯେ କାଲିର କିଛି ଉପମା ବଳି ଯାଇଥିଲା। ତେଣୁ ମୁଁ ତାକୁ ଖାଇବାରେ ଲାଗି ଯାଇଥିଲି। ଜଳଖିଆ ଖାଇସାରିବା ପରେ ମୁଁ ଦାଣ୍ଡକୁ ଆସି ଭକ୍ତ ସହିତ କିଛି ସମୟ ଖେଳିବାରେ ଲାଗି ଯାଇଥିଲି। ଭକ୍ତ ସହିତ କିଛି ସମୟ ଖେଳିଛି କି ନାହିଁ ନିଲେଶର ବାବା ଚାଲି ଆସିଥିଲେ ଆମକୁ ଡାକିବା ପାଇଁ, କାହିଁକି ନା ତାଙ୍କ ଘରେ ଆଜି ଭୋଗ ଆସିଥିଲା। ସେଥିପାଇଁ ଭକ୍ତ ଏବଂ ମୁଁ ଚାଲି ଆସିଥିଲୁ ଭୋଗ ସାରିବା ପାଇଁ। ନିଲେଶର ଘରୁ ପ୍ରସାଦ ସାରି ଦେଇ ଆମେ ବାହାରି ପଡିଥିଲୁ ଘରକୁ ଯିବା ପାଇଁ। କିଛି ସମୟ ପରେ ଘରେ ପହଞ୍ଚି ମୁଁ ଆସି ବସି ପଡିଥିଲି ଦୋକାନ ଘରେ। କିଛି ସମୟ ଦୋକାନ ଘରେ ବସିଲା ପରେ ଦେଖିଲି ଯେ ଦୋକାନ ସେତେ ଗହଳି ନଥିଲା। ତେଣୁ ଦାଣ୍ଡକୁ ଆସି ଭକ୍ତର ସାଇକେଲରେ ଖେଳିବାରେ ଲାଗି ଯାଇଥିଲି। କିଛି ସମୟ ଭକ୍ତର ସାଇକେଲରେ ଖେଳିବା ପରେ ଦେଖିଲି ଯେ ଟିଲୁ ଭାଇନା ତାର ଚାଟ୍ ଏବଂ ଗୁପଚୁପ୍ ଦୋକାନ ଧରି ଚାଲି ଆସିଥିଲା। ତେଣୁ ତା ପାଖକୁ ଚାଲି ଯାଇଥିଲୁ ଚାଟ୍ ଏବଂ ଗୁପଚୁପ୍ ଖାଇବା ପାଇଁ। ମିଶିବା ନେକ୍ସଟ ବ୍ଲଗରେ। ରାଧେ ରାଧେ।